ଧ୍ୟାନ ଦିଅନ୍ତୁ ବୃଷ ରାଶି। ଆଗାମୀ 7 ଦିନ ଆପଣଙ୍କ ଜୀବନରେ ଏମିତି କିଛି ଘଟିବାକୁ ଯାଉଛି ଯାହାକୁ ଆପଣ ଆଜି ଭାବି ମଧ୍ୟ ପାରୁନାହାନ୍ତି। ଏହା ସାଧାରଣ ଦିନ ନୁହେଁ। ଏହା ହେଉଛି ଭାଗ୍ୟର ଗେମ୍ ଚେଞ୍ଜର ଟାଇମ୍, ଯେଉଁଠାରେ କେବଳ 2ଟି ରିଜଲ୍ଟ ଆସିବ। ଆପଣ ରାଜା ହେବେ କିମ୍ବା ସବୁକିଛି ହରାଇରେ ଆସିବେ। ଏହି କଥାକୁ ହାଲକାରେ ନେବେନି, କାରଣ ଏହି ଭିଡିଓ ଆପଣଙ୍କୁ ସେହି ସତ୍ୟ କହିବାକୁ ଯାଉଛି ଯାହା ସାଧାରଣ ଲୋକମାନେ ଜାଣିନାହାନ୍ତି। ଏହା ହେଉଛି ଗୁପ୍ତ ସଂକେତ, ଯାହା କେବଳ ଚୟନ କରାଯାଇଥିବା ଲୋକଙ୍କୁ ମିଳେ। ଯଦି ଆପଣ ଏହାକୁ ଶୁଣୁଛନ୍ତି, ତେବେ ବୁଝିଯାଆନ୍ତୁ ଆପଣ ସେହି ଭାଗ୍ୟଶାଳୀ ଲୋକମାନଙ୍କ ମଧ୍ୟରେ ଅଛନ୍ତି। ଏବେ କମେଣ୍ଟରେ ଲେଖନ୍ତୁ ଜୟ ଶନିଦେବ ଏବଂ ଆଗକୁ ଶୁଣନ୍ତୁ। ବୃଷ ରାଶି। ପ୍ରଥମ 48 ଘଣ୍ଟା ସବୁଠାରୁ ଜରୁରୀ। ଏହି ସମୟରେ ଆପଣଙ୍କ ସାମ୍ନାରେ ଏକ ଅଜବ ଘଟଣା ହେବ। ଏକ ଫୋନ କଲ୍, ଏକ ମେସେଜ କିମ୍ବା ଏକ ଲୋକ ଯାହାକୁ ଆପଣ ଇଗ୍ନୋର କରିଦେବେ। କିନ୍ତୁ ଏଠିରେ ରହିଛି ସବୁଠାରୁ ବଡ଼ ଟ୍ୱିଷ୍ଟ। ଏହି ଛୋଟ ଘଟଣା ହେଉଛି ଆପଣଙ୍କ ଭାଗ୍ୟର ଦ୍ୱାର। ଯଦି ଆପଣ ଏହାକୁ ଧରିନେବେ, ତେବେ ଆପଣଙ୍କ ଜୀବନରେ ଏକ ବଡ଼ ଚମତ୍କାର ଆସିବ। ଆପଣଙ୍କ ଅଟକିଥିବା କାମ ସରିଯିବ, ଧନ ଆସିବ, ସମ୍ମାନ ବଢ଼ିବ। କିନ୍ତୁ ଯଦି ଆପଣ ଏହାକୁ ଇଗ୍ନୋର କରିଦେବେ, ତେବେ ଏହି ଅବସର ସଦା ପାଇଁ ହାରାଇଯିବ। ଏବେ ତୃତୀୟ ଓ ଚତୁର୍ଥ ଦିନରେ ଆସୁଛି ଭୟଙ୍କର ଟ୍ରାପ୍। ଏହି ସମୟରେ କିଛି ଲୋକ ଆପଣଙ୍କୁ ଭୁଲ ରାସ୍ତାରେ ନେଇଯିବେ। ସେମାନେ ଆପଣଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଲାଗିବ, କିନ୍ତୁ ସେମାନେ ଆପଣଙ୍କ ଶତ୍ରୁ। ଏଠି 3ଟି ଭୁଲ କରନ୍ତୁ ନାହିଁ। ତୁରନ୍ତ ନିଷ୍ପତ୍ତି, ଭରସା, ରାଗ, ଏହି 3ଟି ଆପଣଙ୍କୁ ନଷ୍ଟ କରିଦେବ। ପଞ୍ଚମ ଓ ଷଷ୍ଠ ଦିନ ଭାଗ୍ୟ ପୁଣି ଆପଣଙ୍କ ପକ୍ଷରେ ଆସିବ। ଏହା ହେଉଛି ଧନଲାଭର ସମୟ। ଆପଣ ଅଚାନକ ଟଙ୍କା ଦେଖିପାରିବେ, ଲାଭ ହେବ। କିନ୍ତୁ ଏଠି ମଧ୍ୟ ଟ୍ରାପ୍ ଅଛି, ଲୋଭ। ଯଦି ଆପଣ ଲୋଭ କରିବେ, ତେବେ ସବୁ ହାରିବେ। ଯଦି ଆପଣ ଶାନ୍ତ ରହିବେ, ତେବେ ରାଜା ହେବେ। ସପ୍ତମ ଦିନ ଫାଇନାଲ ଡେ। ଏହି ଦିନ ଆପଣଙ୍କ ଜୀବନର ଡିସିଜନ ଡେ, ଏକ ନିଷ୍ପତ୍ତି ଆପଣଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ। ଏହି ଦିନ ଆପଣଙ୍କୁ ଏକ ସ୍ପଷ୍ଟ ସଂକେତ ମିଳିବ। ଯଦି ଆପଣ ଏହାକୁ ବୁଝିପାରିବେ, ତେବେ ଆପଣଙ୍କ ଜୀବନ ବଦଳିଯିବ। କମେଣ୍ଟରେ ଲେଖନ୍ତୁ ମୁଁ ରାଜା ହେବି। ବୃଷ ରାଶି। ଏଠି ଯାଏଁ ଶୁଣୁଛନ୍ତି ମାନେ ଆପଣ ସାଧାରଣ ଲୋକ ନୁହେଁ। ଏବେ ଯାହା ଆସୁଛି ସେହି କଥା 90 ଲୋକ ଶୁଣିବା ପୂର୍ବରୁ ଛାଡ଼ି ଦେଇଥାନ୍ତି ଏବଂ ସେହି କାରଣରୁ ସେମାନେ କେବେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଆପଣ ଏଠାରେ ଅଛନ୍ତି, ମାନେ ଆପଣଙ୍କ ଭିତରେ କିଛି ସ୍ପେଶିଆଲ ଅଛି। ଏବେ ଏକ କାମ କରନ୍ତୁ, କମେଣ୍ଟରେ ଲେଖନ୍ତୁ ମୁଁ ଅଲଗା। ଏହା କେବଳ କମେଣ୍ଟ ନୁହେଁ, ଏହା ଆପଣଙ୍କ ମାଇଣ୍ଡକୁ ସିଗ୍ନାଲ ଦେବ। ବୃଷ ରାଶି। ଏବେ ମୁଁ ଆପଣଙ୍କୁ ଏକ ସତ୍ୟ କହିବି, ଯାହା ଶୁଣିଲେ ଆପଣ ହତବାକ୍ ହୋଇଯିବେ। ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ଆସୁଛି, ସେଗୁଡ଼ିକ ସାଧାରଣ ନୁହେଁ। ଏହା ହେଉଛି ଏକ ପ୍ୟାଟର୍ନ, ଏକ ସିକ୍ରେଟ ପ୍ୟାଟର୍ନ। ଧ୍ୟାନ ଦିଅନ୍ତୁ। ଶେଷ କିଛି ଦିନ ଧରି ଆପଣ ଏକେ ଧରଣର ସମସ୍ୟା ପୁଣି ଦେଖୁଛନ୍ତି। ଏକେ ଧରଣର ଲୋକ ଆପଣଙ୍କୁ ଧୋକା ଦେଉଛନ୍ତି। ଏକେ ସ୍ଥାନରେ ଆପଣ ଅଟକି ଯାଉଛନ୍ତି। ଏହା ସାଧାରଣ ନୁହେଁ, ଏହା ହେଉଛି ଭାଗ୍ୟର ସିଗ୍ନାଲ। ଏବେ ଧ୍ୟାନ ଦିଅନ୍ତୁ। ଆଗାମୀ 7 ଦିନ ମଧ୍ୟରେ ଏହି ପ୍ୟାଟର୍ନ ଭଙ୍ଗିଯିବ କିମ୍ବା ଆପଣ ଏଥିରେ ଫସିଯିବେ। ଏଠିରେ ହେଉଛି ଆପଣଙ୍କ ଆସଲ ପରୀକ୍ଷା। ବୃଷ ରାଶି। ଏବେ ଆସୁଛି ଏକ ଗୁପ୍ତ ସଂକେତ, ଯାହା କେବଳ କିଛି ଲୋକ ଚିହ୍ନିପାରନ୍ତି। ଯଦି ଆପଣ ଏହି 7 ଦିନ ମଧ୍ୟରେ ଏକେ ନମ୍ବର ପୁଣି ଦେଖନ୍ତି, କିମ୍ବା ଏକେ ସ୍ୱପ୍ନ ଆସେ, କିମ୍ବା ଏକେ ଲୋକ 3 ଥର ମିଳେ, ତେବେ ବୁଝିଯାଆନ୍ତୁ ଏହା ସାଧାରଣ ନୁହେଁ। ଏହା ହେଉଛି ଡାଇରେକ୍ଟ ସିଗ୍ନାଲ। ଏବେ ପ୍ରଶ୍ନ ହେଉଛି, ଆପଣ ଏହାକୁ ବୁଝିପାରିବେ କି? ଯଦି ହଁ, ତେବେ ଆପଣଙ୍କ ଜୀବନ ଏଠାରୁ ବଦଳିଯିବ। ଯଦି ନା, ତେବେ ଏହି ସୁଯୋଗ ଚାଲିଯିବ। ବୃଷ ରାଶି। ଏବେ ଆସୁଛି ସବୁଠାରୁ ଆକର୍ଷଣୀୟ ଅଂଶ, ଧନ। ଆଗାମୀ କିଛି ଦିନରେ ଆପଣଙ୍କ ଟଙ୍କା ସହିତ କିଛି ବଡ଼ ଘଟିବ। ହଠାତ୍ ଧନ ଲାଭ କିମ୍ବା ହଠାତ୍ ଖର୍ଚ୍ଚ। ଏଠିରେ ଆପଣଙ୍କ ଭୁଲ ଆପଣଙ୍କୁ ନଷ୍ଟ କରିଦେଇପାରେ। ମନେ ରଖନ୍ତୁ, ଯଦି ଆପଣ ଲୋଭ କରିବେ, ତେବେ ଧନ ଯିବ। ଯଦି ଆପଣ ଶାନ୍ତ ରହିବେ, ତେବେ ଧନ ବଢ଼ିବ। ଏବେ ସବୁଠାରୁ ଭୟଙ୍କର ସତ୍ୟ। ବୃଷ ରାଶି। ଆପଣଙ୍କ ନିକଟରେ ଏକ ଲୋକ ଅଛନ୍ତି, ଯିଏ ଆପଣଙ୍କୁ ସପୋର୍ଟ କରୁଛନ୍ତି ବୋଲି ଦେଖାଉଛନ୍ତି, କିନ୍ତୁ ଭିତରେ ସେ ଆପଣଙ୍କ ଗ୍ରୋଥକୁ ରୋକୁଛନ୍ତି। ଆପଣ ଏହି ଲୋକକୁ ଚିହ୍ନିପାରିବେ କି? କମେଣ୍ଟରେ ଲେଖନ୍ତୁ ମୁଁ ବୁଝିଗଲି। ବୃଷ ରାଶି। ଏବେ ଆପଣଙ୍କୁ ଏକ ଡିସିଜନ ନେବାକୁ ପଡ଼ିବ। ଆପଣ ଭୟରେ ରହିବେ କିମ୍ବା ସଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବେ, କାରଣ ଆଗାମୀ 7 ଦିନ ଆପଣଙ୍କ ଭାଗ୍ୟର ଫାଇନାଲ ଗେମ୍। ଏଠି ଯାଏଁ ଦେଖୁଛନ୍ତି,
ତେବେ ଆପଣ ଲକ୍ଷ୍ୟରେ ଅଛନ୍ତି। ଏବେ ଭିଡିଓକୁ ଲାଇକ୍ କରନ୍ତୁ କାରଣ ଏହା ଆପଣଙ୍କ ଏନର୍ଜିକୁ ପଜିଟିଭ୍ କରିଦେବ ଏବଂ କମେଣ୍ଟରେ ଲେଖନ୍ତୁ ମୁଁ ରାଜା ହେବି। ବୃଷ ରାଶି, ଆପଣ ଏଯାଏ ଯଦି ଏହି ଭିଡିଓ ଦେଖୁଛନ୍ତି ତେବେ ଏହା କେବଳ ସଂଯୋଗ ନୁହେଁ, ଏହା ହେଉଛି ସଂକେତ। ଏବେ ମୁଁ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବି। ସତ୍ୟ ଉତ୍ତର ଦିଅନ୍ତୁ। ଆପଣଙ୍କ ସହ ଶେଷ କିଛି ଦିନରେ ଅଚାନକ ଟେନସନ୍ ବଢ଼ିଛି କି, ମନ ଅସ୍ଥିର ହେଉଛି କି, ବାରମ୍ବାର ପୁରୁଣା କଥା ମନେ ପଡ଼ୁଛି କି? ଯଦି ଏଥିରୁ ଦୁଇଟି ମଧ୍ୟ ସତ୍ୟ, ତେବେ କମେଣ୍ଟରେ ଲେଖନ୍ତୁ ୟେସ୍ କାରଣ ଏହା ସାଧାରଣ ନୁହେଁ। ଏହା ହେଉଛି ବଡ଼ ପରିବର୍ତ୍ତନର ପୂର୍ବ ସଂକେତ। ବୃଷ ରାଶି, ଏବେ ଆସୁଛି ସବୁଠାରୁ ଗୁପ୍ତ କଥା, ଯାହା ନବେ ଲୋକ ମିସ୍ କରିଦେଇଥାନ୍ତି। ଆଗାମୀ ଦିନରେ ଆପଣଙ୍କ ଜୀବନରେ 3 ପ୍ରକାର ଲୋକ ଆସିବେ। ପ୍ରଥମ ଲୋକ, ଯେଉଁଠାରେ ସେ ଆପଣଙ୍କୁ ପ୍ରେରଣା ଦେବ, କିନ୍ତୁ ଆପଣ ତାଙ୍କୁ ସିରିୟସ୍ ନେବେନି। ଦ୍ୱିତୀୟ ଲୋକ, ଯେଉଁଠାରେ ସେ ଆପଣଙ୍କୁ ଗୋଲମାଲ କରିବ ଏବଂ ଆପଣ ତାଙ୍କୁ ଭରସା କରିଦେବେ। ତୃତୀୟ ଲୋକ, ଯେଉଁଠାରେ ସେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରିବ। କିନ୍ତୁ ଟ୍ୱିଷ୍ଟ ହେଉଛି, ଏହି 3 ଜଣ ମଧ୍ୟରୁ ସଠିକ୍ ଲୋକକୁ ଚିହ୍ନଟ କରିବା ସବୁଠାରୁ କଠିନ। କମେଣ୍ଟରେ ଲେଖନ୍ତୁ ମୁଁ ସଠିକ୍ ଲୋକକୁ ଚିହ୍ନିବି। ଏବେ ଆସୁଛି ସବୁଠାରୁ ଡେଞ୍ଜର ସିଗ୍ନାଲ। ଯଦି ଆପଣ ଆଗାମୀ 3 ଦିନରେ କାହା ସହିତ ବଡ଼ ଝଗଡ଼ା କରନ୍ତି କିମ୍ବା ହଠାତ୍ ରାଗରେ ନିଷ୍ପତ୍ତି ନେଉଛନ୍ତି, ତେବେ ବୁଝିଯାନ୍ତୁ ଆପଣରେ ପଡ଼ୁଛନ୍ତି। ଏହି ଭିଡିଓକୁ ଏଠି ଲାଇକ୍ କରନ୍ତୁ ଏବଂ ଆପଣଙ୍କ ମନକୁ ଶାନ୍ତ କରନ୍ତୁ, କାରଣ ଯେଉଁମାନେ ଏହି ସମୟରେ ଶାନ୍ତ ରହିବେ ସେମାନେ ଆଗାମୀ ସମୟରେ ସବୁଠାରୁ ଆଗକୁ ଯିବେ। ବୃଷ ରାଶି, ଧନ ସମ୍ବନ୍ଧୀୟ ଏକ ବଡ଼ ସଂକେତ। ଯଦି ଆପଣ ଏହି ଦିନଗୁଡ଼ିକରେ ଅଚାନକ ଟଙ୍କା ମିଳୁଛି କିମ୍ବା ପୁରୁଣା ଧନ ଫେରତ ଆସୁଛି, ତେବେ ଏହା ହେଉଛି ଶୁଭ ସଂକେତ। କିନ୍ତୁ ଯଦି ଆପଣ ଟଙ୍କା ହରାଉଛନ୍ତି, ତେବେ ସତର୍କ ହୁଅନ୍ତୁ, ଏହା ହେଉଛି ଟେଷ୍ଟ। କମେଣ୍ଟରେ ଲେଖନ୍ତୁ ଧନ ଆସୁଛି। ଏବେ ଏକ ଏମିତି କଥା ଯାହା ଆପଣଙ୍କୁ ସକ୍ କରିଦେବ। ଆଗାମୀ ସମୟରେ ଆପଣଙ୍କ ଏକ ଇଚ୍ଛା ପୂରଣ ହେବ, କିନ୍ତୁ ସେହି ଇଚ୍ଛା ପୂରଣ ପୂର୍ବରୁ ଆପଣଙ୍କୁ ଏକ ବଡ଼ ପରୀକ୍ଷା ଦେବାକୁ ପଡ଼ିବ। ଏହି ପରୀକ୍ଷାରେ ଧୈର୍ଯ୍ୟ, ବିଶ୍ୱାସ, ନିୟନ୍ତ୍ରଣ ଏହି 3ଟି ଆପଣଙ୍କୁ ଜିତାଇବ। ବୃଷ ରାଶି, ଏହି ଭିଡିଓକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ତେବେ ଆପଣ ସେହି 5 ଲୋକମାନଙ୍କ ମଧ୍ୟରେ ଯାହାଙ୍କ ଭାଗ୍ୟ ବଦଳିବାକୁ ଯାଉଛି, କମେଣ୍ଟରେ ଲେଖନ୍ତୁ ମୁଁ ଚୟନିତ ଏବଂ ଏହି ଭିଡିଓକୁ ଲାଇକ୍ କରନ୍ତୁ। ବୃଷ ରାଶି, ଏବେ ଯାହା ଆପଣ ଶୁଣିବାକୁ ଯାଉଛନ୍ତି, ସେହି କଥାକୁ କେହି ସାଧାରଣ ଭାବେ ବୁଝିପାରିବେ ନାହିଁ। ଏହା ସେହି ଗୁପ୍ତ ସତ୍ୟ ଯାହା କେବଳ ସେହି ଲୋକମାନେ ଜାଣନ୍ତି ଯେଉଁମାନେ ନିଜ ଭାଗ୍ୟକୁ ନିଜେ ଲେଖନ୍ତି। ଆପଣ ଭାବୁଛନ୍ତି କି କାହିଁକି ଏତେ ଦିନ ଧରି ଆପଣଙ୍କ ଜୀବନରେ ସବୁକିଛି ଉଲଟା ପଡ଼ୁଥିଲା? କାହିଁକି ଆପଣଙ୍କ ପ୍ଲାନ୍ ସଫଳ ହେଉନଥିଲା? କାହିଁକି ଆପଣ ମେହନତ କରିଲେ ମଧ୍ୟ ଫଳ ମିଳୁନଥିଲା? କାରଣ ଏହା ସବୁ ଏକ ପ୍ରସ୍ତୁତି ଥିଲା। ହଁ, ଏକ ବଡ଼ ବ୍ରେକ୍ଥ୍ରୁ ପୂର୍ବରୁ ଜୀବନ ଆପଣଙ୍କୁ ପରୀକ୍ଷା କରେ। କମେଣ୍ଟରେ ଲେଖନ୍ତୁ ମୁଁ ପ୍ରସ୍ତୁତ। ବୃଷ ରାଶି, ଏବେ ଆସୁଛି ସବୁଠାରୁ ବଡ଼ ରହସ୍ୟ। ଆଗାମୀ ସମୟରେ ଆପଣଙ୍କ ଜୀବନରେ ଏକ ଦ୍ୱାର ଖୋଲିବ, କିନ୍ତୁ ସମସ୍ୟା ହେଉଛି ସେହି ଦ୍ୱାର ସବୁମାନେ ଦେଖିପାରିବେ ନାହିଁ। କେବଳ ସେମାନେ ଯେଉଁମାନେ ଧୈର୍ଯ୍ୟ ରଖନ୍ତି, ଯେଉଁମାନେ ଭରସା କରନ୍ତି, ଯେଉଁମାନେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନିଅନ୍ତି, ସେମାନେ ଏହାକୁ ଦେଖିପାରିବେ। ଏବେ ଧ୍ୟାନ ଦିଅନ୍ତୁ, ଏହା ସବୁଠାରୁ ଜରୁରୀ ପଏଣ୍ଟ। ଆପଣଙ୍କୁ ଆଗାମୀ 5 ଦିନରେ 2ଟି ସିଗ୍ନାଲ ମିଳିବ। ପ୍ରଥମ ସିଗ୍ନାଲ ଛୋଟ, ଯାହାକୁ ଆପଣ ଅଣଦେଖା କରିପାରନ୍ତି। ଦ୍ୱିତୀୟ ସିଗ୍ନାଲ ବଡ଼, ଯାହା ଆପଣଙ୍କୁ ସକ୍ କରିଦେବ। ଯଦି ଆପଣ ପ୍ରଥମଟିକୁ ମିସ୍ କରିଦେବେ, ତେବେ ଦ୍ୱିତୀୟଟି ଆପଣଙ୍କୁ ଝଟକା ଦେଇ ଜଗାଇବ। ବୃଷ ରାଶି, ଏବେ ଧନ ସମ୍ବନ୍ଧୀୟ ସବୁଠାରୁ ବଡ଼ କଥା। ଆଗାମୀ ସମୟରେ ଆପଣଙ୍କୁ ଏକ ଅବସର ମିଳିବ, ଯାହା ଆପଣଙ୍କ ଆୟକୁ 2 ଗୁଣା କରିପାରିବ। କିନ୍ତୁ ଏହି ଅବସର ଏକ ସମସ୍ୟା ଭାବେ ଆସିବ। ହଁ, ଆପଣ ପ୍ରଥମେ ଏହାକୁ ପ୍ରୋବ୍ଲେମ୍ ଭାବିବେ। କମେଣ୍ଟରେ ଲେଖନ୍ତୁ ମୁଁ ଅବସରକୁ ଚିହ୍ନିବି। ଏବେ ଆସୁଛି ଫାଇନାଲ ଟର୍ଣ୍ଣିଂ ପଏଣ୍ଟ। ଆପଣଙ୍କ ଜୀବନରେ ଏକ ଏମିତି ମୁହୂର୍ତ୍ତ ଆସିବ ଯେଉଁଠାରେ ଆପଣଙ୍କୁ 2ଟି ରାସ୍ତା ମିଳିବ। ସହଜ ରାସ୍ତା, ଏହା ଆପଣଙ୍କୁ ତୁରନ୍ତ ସୁଖ ଦେବ। କଠିନ ରାସ୍ତା, ଯାହା ଆପଣଙ୍କୁ ଜୀବନ ଭରି ସଫଳତା ଦେବ। ଏଠି 95 ଲୋକ ଭୁଲ କରନ୍ତି। ବୃଷ ରାଶି, ଆପଣଙ୍କ ଜୀବନର ଖେଳ
ଏବେ ପରିବର୍ତ୍ତନ ହେବାକୁ ଯାଉଛି, କିନ୍ତୁ ଏହା ନିର୍ଭର କରେ ଆପଣଙ୍କ ଆଗାମୀ ଏକଟି ନିଷ୍ପତ୍ତି ଉପରେ। କମେଣ୍ଟରେ ଲେଖନ୍ତୁ, ମୁଁ ସଠିକ୍ ରାସ୍ତା ଚୟନ କରିବି ବୃଷ ରାଶି। ଏବେ ସବୁକିଛି ସ୍ପଷ୍ଟ ହେବାକୁ ଯାଉଛି। ଏହି ଭିଡିଓର ଆରମ୍ଭରୁ ଆପଣ ଯାହା ଶୁଣୁଥିଲେ, ସେହି ସବୁ କଥା ଏକ ଜାଗାକୁ ଆସି ପହଞ୍ଚିଛି। ଏବେ ମୁଁ ଆପଣଙ୍କୁ ସେହି ସତ୍ୟ କହିବି, ଯାହା ଆପଣଙ୍କ ଜୀବନକୁ ସଦାପାଇଁ ବଦଳାଇପାରେ। ବୃଷ ରାଶି, ଆପଣ କେବେ ଭାବିଛନ୍ତି କି କାହିଁକି ଏତେ ଲୋକ ମଧ୍ୟରୁ କେବଳ ଆପଣ ଏହି ଭିଡିଓକୁ ଏଯାଏ ପର୍ଯ୍ୟନ୍ତ ଦେଖୁଛନ୍ତି? କାରଣ ଏହା ସଂଯୋଗ ନୁହେଁ, ଏହା ହେଉଛି ଆପଣଙ୍କ ଭାଗ୍ୟର ସଂକେତ। କମେଣ୍ଟରେ ଲେଖନ୍ତୁ, ମୋ ଭାଗ୍ୟ ବଦଳୁଛି ବୃଷ ରାଶି। ଆପଣ ଜୀବନରେ ଯେତେ ଦୁଃଖ ଦେଖିଛନ୍ତି, ଯେତେବାର ଆପଣ ହାରିଛନ୍ତି, ଯେତେବାର ଆପଣଙ୍କୁ ଲାଗିଛି ଯେ ସବୁ ଶେଷ, ସେହି ସବୁ ଫେଲ୍ ନୁହେଁ, ସେହି ସବୁ ଆପଣଙ୍କୁ ତିଆରି କରୁଥିଲା। ଏବେ ସତ୍ୟ, ଆଗାମୀ ସମୟରେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ। କିନ୍ତୁ ଏହି ପରିବର୍ତ୍ତନ ସବୁଙ୍କ ପାଇଁ ନୁହେଁ, କେବଳ ସେମାନେ ଯେଉଁମାନେ ଭରସା କରନ୍ତି, ଯେଉଁମାନେ ଶେଷ ପର୍ଯ୍ୟନ୍ତ ଟିକେଇ ରହନ୍ତି, ଯେଉଁମାନେ ଭୟକୁ ଜିତନ୍ତି, ସେମାନେ ଏହାକୁ ଅନୁଭବ କରିବେ। ଫାଇନାଲ ଟେଷ୍ଟ। ବୃଷ ରାଶି, ଆପଣଙ୍କୁ ଏକ ଛୋଟ କାମ କରିବାକୁ ପଡ଼ିବ। ଏହା ସହଜ ଲାଗିବ, କିନ୍ତୁ ଏହା ହେଉଛି ଆପଣଙ୍କ ପରୀକ୍ଷା। ଆଜି ରାତିରେ ଶୋଇବା ପୂର୍ବରୁ ଆପଣ ନିଜକୁ କହନ୍ତୁ, ମୁଁ ପ୍ରସ୍ତୁତ, ମୋ ଭାଗ୍ୟ ବଦଳୁଛି। ଏବେ ଶେଷ ରହସ୍ୟ, ଆଗାମୀ 24 ଘଣ୍ଟାରେ ଆପଣଙ୍କୁ ଏକ ଛୋଟ ସଂକେତ ମିଳିବ। ଏହା କିଛି ମଧ୍ୟ ହୋଇପାରେ। ଏକ ଶବ୍ଦ, ଏକ ସ୍ୱପ୍ନ, ଏକ ଲୋକ, ଏକ ଘଟଣା। ଏହାକୁ ଅଣଦେଖା କରନ୍ତୁ ନାହିଁ। ଏବେ କମେଣ୍ଟରେ ଲେଖନ୍ତୁ, ମୁଁ ପ୍ରସ୍ତୁତ, ମୁଁ ଚୟନିତ। ଏହି ଭିଡିଓକୁ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ବୃଷ ରାଶି, ଯଦି ଆପଣ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ତେବେ ମନେ ରଖନ୍ତୁ, ଆପଣ ସାଧାରଣ ନୁହେଁ, ଆପଣ। ଯଦି ଏହି ଭିଡିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।